ଆଜି ସକାଳ ସକାଳୁ ଟିକେ ପଇସା ସର୍ଟ ପଇଲା ବୋଲି କାହିଁକିନା ଗୋଟେ 20 ଟଙ୍କାଟା ଥିଲା ଆମ ପାଖରେ ଚିରି ଯାଇଛି ସେଥିପାଇଁ ତାକୁ ଭାତକୁ ଚକଡ଼ିକି ମାନେ ଚିରି ଯାଇଛି ଯେଉଁ ଜାଗା ଚିରି ଯାଇଛି ସେ ଜାଗାରେ ଅଠା ମରା ହେଉଛି ଭାତକୁ ଚକଡ଼ିକି ଲଗା ହେଉଛି ଆଉ ସେମାନେ କାରୁ କାର୍ଯ୍ୟ ଲାଗିଯାଇଛି ଜୁଡ଼ିଗଲା ଶୁଖିବ ଆଉ ଟିକେ ଟିକେ ଯୋଉଟା ଗାର ନ ଜଣା ପଡିବ ଦେଇ ହେଇଯିବ ଯଦି ଗାର ଚିରିଛି ସେଥିପାଇଁ ତାକୁ ଅଠା ମାରିକି ଯେଉଁ ଭାତକୁ କାଢ଼ିକି ଚକଡ଼ିକି ତାକୁ ଲଗେଇକି ଶୁଖଉଛି ଆଉ ଜିଭରେ ଜାଣିଦବ ପୁରା ପଇସାଟା ଖତରା ପଇସାଟା ଦେଖୁନ ପଇସାଟା ପୁରା ଖତରା ହେଇଯାଇଛି। ତମେ ଆଣିଲା ବେଳେ ଥର ଦେଖିକି ଆଣିବ ତମେ ଧରିକି ଆଉଛ ଚିରା ମିରା ଦୋକାନ ବାଲା ନଉନାହାନ୍ତି ତମେ ଏଥର ଭଲ କି ପଇସା ଦେଖିକି ଆଣ। ସିଏ ସେ ପଇସା ଯୋଡ଼ୁଛି ଯୋଡ଼ିଲେ ମୁଁ ତାକୁ ନେଇକି ଯିବି ଦୋକାନ। এইটা হবনি এইটা যেତିକି সেটা হবনি চଳିবନି ଚଳିଯିବ ଟିକେ ଚିରି ଚାଲ ଦେଖିବା କାରଣ ଏଇଟା ଯୋଡ଼ି ହବନି ୟାର ଟିକେ ପଳେଇ ଯାଇଛି ଏ ମଝିଟା ନୁହଁ କି ଟିକେ ପଳେଇ ଯାଇଛି ଚିରିକି ଏଇଥିପାଇଁ ସେ ହବନି ଏଇଟା ଲାଗିବନି ତା ଟିକେ କାଗଜ ଟିକେ ନାହିଁ। ହଉ ଦେ ଚଳେଇଦବା କାହିଁକି କହିଲ ସେ ଯେଉଁ ଜଣେ ଗ୍ରୋସରୀ ଦୋକାନ ଅଛି ଭାଇ ତାକୁ ମୁଁ ସଉଦା ଆଣେ ନା ତାକୁ ନେଇକି ଦେଇଦେବା ସେ ନେଇଯିବେ ବହୁତ ଜାଗା ଚିରି ଯାଇଥିଲା ସେମାନେ ତାକୁ ଯୋଡ଼ି ଦେଇଛି ଗୋଟେ ଜାଗା ରହିଛି ଯୋଡ଼ି ହଉନି ସେଇଟା କାଗଜ ଟିକେ ପଳେଇଛି ଟିକିଟେ ବା ଚିରିକି ପଳେଇଛି ଟିକେ ହେଇଥିପାଇଁ ସେ ହଉନି ପଳେଇଛି ନହେଲେ ନାଇଁ ଯୋଉ ଚିରି ଯାଇଛି ସେ ଘଷି ହେଇ କାଗଜ ସରି ଯାଇଛି ଟିକେ ହେଇଯାଇ ହଉନି ଯୋଡ଼ି ହଉନି ଫାଙ୍କା ରହୁଛି ମଝିରେ। ହଉ ଦେ ଚଳେଇଦବା ଏଇଟା ହେଇଗଲା ଶୁଖିଗଲା ଯେ ତାକୁ ଦବନି ତାକୁ ଦେଲେ ସେ ଜାଣିଦବ ଅଲଗା ଦୋକାନ ଦବ। ହଉ ଦେ ପଇସା ହେଇଗଲା ଆଉ 20 ଟଙ୍କା ସର୍ଟ ମାରିଥିଲା ସେ 20 ଟଙ୍କା ଚିରା ରହିଛି ଆଉ ହଉ ଚାଲନ୍ତୁ ହେଇଗଲା ସିଏ ଫେରେଇଥିଲା ନା ସିଏ ଭଲ ଦେଖିଦବ ସେ ଜାଣିଦବ ଯୋଉଟା